2024 ସରି ସରି ଆସିଲାଣି କିନ୍ତୁ 2024ରେ ମଧ୍ୟ ବହୁତ ୟୁଥ୍ ବର୍ତ୍ତମାନ ଏଇ ୟୁଟ୍ୟୁବ୍ ଜରିଆରେ ରୋଜଗାର କରିବାକୁ ଚାହୁଁଛନ୍ତି। କିଛି ମନୋରଞ୍ଜନ ପାଇଁ ୟୁଟ୍ୟୁବ୍ କରୁଛନ୍ତି କିନ୍ତୁ ବହୁତ ପିଲା ସମସ୍ତଙ୍କ ପାଖରେ ବର୍ତ୍ତମାନ ଗୋଟେ ଗୋଟେ ଆଣ୍ଡ୍ରଏଡ଼୍ ସେଟ୍ ଅଛି, ଆଇଫୋନ୍ ଅଛି। ଆଉ ସାଙ୍ଗେ ସାଙ୍ଗେ ଆଇଫୋନ୍ ଆଉ ଆଣ୍ଡ୍ରଏଡ଼୍ ସେଟ୍ରେ ୟୁଟ୍ୟୁବ୍ ଚ୍ୟାନେଲ୍ କରି ନିଜର ଷ୍ଟାଟସ୍ ମେଣ୍ଟେନ୍ କରୁଛନ୍ତି, ନିଜର ଷ୍ଟୋରି ମେଣ୍ଟେନ୍ କରୁଛନ୍ତି। ବହୁତ ପିଲା ଏଜୁକେସନ୍ ଭିଡ଼ିଓ କରୁଛନ୍ତି, ବହୁତ ପିଲା ମଧ୍ୟ ବ୍ଲଗ୍ ଭିଡ଼ିଓ କରୁଛନ୍ତି। କିନ୍ତୁ ପ୍ରଥମେ ବହୁତ ଏକ୍ସପେନ୍ସିଭ୍ ରହୁଛି କ୍ୟାମେରା ଫ୍ୟାମେରା କିଣିବାକୁ, ସେଥିପାଇଁ ମୋବାଇଲରେ ଷ୍ଟାର୍ଟିଂ କରୁଛନ୍ତି। ଆଉ ଷ୍ଟାର୍ଟିଂ ପିରିୟଡ଼ଟା ମୋବାଇଲରେ କଲେ ମଧ୍ୟ ଭଲ, ସେଥିପାଇଁ ମୋବାଇଲରେ କଲେ ଭଲ। କିନ୍ତୁ ମୋବାଇଲଟା କେଉଁ ଟାଇପ୍ର ୟୁଜ୍ କରନ୍ତି, କେଉଁ କ୍ୟାମେରାରେ ବ୍ଲଗ୍ ଭିଡ଼ିଓ କରନ୍ତି, ସେଇଟା ନିହାତି ଜାଣିବା ଦରକାର। ଆଜି ଆମେ ଆମ ଗାଁରୁ କିଛି ଦୂରକୁ ଆସିଛୁ। ଭଲ ଲୋକେସନ୍ ଆପଣ ଦେଖନ୍ତୁ। ଏଇ ସାଇଡ଼ରେ ବର୍ତ୍ତମାନ ରୋଡ଼ଟା ଏଇପଟେ ସାଇଡ଼ରେ ଅଛି। ଏପଟେ ମଧ୍ୟ ଗୋଟେ ଫାର୍ମର ଟାଇପ୍ର ଗୋଟେ ଜାଗା ଅଛି। ଆଉ ଏଇ ସାଇଡ଼ରେ ମଧ୍ୟ ଜଙ୍ଗଲଟା ଅଛି। ଆଉ ଏଇପଟେ ମଧ୍ୟ ଗୋଟେ ଗାଁ ଅଛି। ଏଇଠି ଗୋଟେ ଛୋଟିଆ ପଥରର ଉପରକୁ ହେଇକି ଅଛି। ଏଇଟା ସବୁ ପିଲାମାନେ ଖରାଦିନେ ଏଇଟାକି ଆସିକି ବସାବସି କରନ୍ତି। ଚାଲୁ ଭିଡ଼ିଓରେ ବନେଇ ରହନ୍ତୁ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଆଜି ଆମେ ଭିଡ଼ିଓରେ ଆଲୋଚନା କରିବା କେଉଁ ଟାଇପ୍ର କ୍ୟାମେରାଟାକୁ ଧରିକି ଆପଣ ବ୍ଲଗ୍ ଭିଡ଼ିଓ କରିବେ। ଆଉ ବ୍ଲଗ୍ ଭିଡ଼ିଓ ଫ୍ରଣ୍ଟ କ୍ୟାମେରାରେ କଲେ ଭଲ ହେବ ଏବଂ ବ୍ୟାକ୍ କ୍ୟାମେରାରେ କଲେ ଭଲ ହେବ, ସେ ବିଷୟରେ ଆମେ ଆଲୋଚନା କରିବା। ଆଉ କେଉଁ ଟାଇପ୍ର ଆମେ ଧରିକି ବ୍ଲଗ୍ ଭିଡ଼ିଓ କଲେ ନିଶ୍ଚିତ ଭିଡ଼ିଓଟା ସାମ୍ନା ବାଲାକୁ ଭଲ ଲାଗିବ, ସେ ବିଷୟରେ ଆମେ ଆଲୋଚନା କରିବା। ହ୍ୟାଲୋ ଏଭ୍ରିୱାନ୍, ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୋ ନାଁ ହେଉଛି ମୁନା ମହାପାତ୍ର। ଆପଣ ଦେଖୁଛନ୍ତି ଅନ୍ ପଏଣ୍ଟ ବ୍ଲଗ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଚାଲନ୍ତୁ ଭିଡ଼ିଓଟା ଷ୍ଟାର୍ଟ କରିବା। ବର୍ତ୍ତମାନ ବ୍ୟାକ୍ କ୍ୟାମେରାରେ ମୁଁ ସୁଟ୍ କରିଛି, ୱାଇଟ୍ ଆଙ୍ଗେଲର ଲେନ୍ସ ଲାଗିଛି। ଆଉ କ୍ୟାମେରାର ପିକ୍ସେଲ୍ ହେଉଛି 720p, 30 fps ଚାଲିଛି ବର୍ତ୍ତମାନ ସୁଟ୍। ଭିଡ଼ିଓଟା କେମିତି କ୍ଲିୟରିଟି ଆସୁଛି ନିଶ୍ଚିତ ଜଣେଇବେ। ଆଉ ମୋ ପାଖରେ ଅଛି ବର୍ତ୍ତମାନ ମାନସ ମହାପାତ୍ର। ଆର ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି କିନ୍ତୁ କ୍ୟାମେରା ଆଜି ପର୍ଯ୍ୟନ୍ତ ଠିକ୍ରେ ଧରି ଜାଣିନି। କିନ୍ତୁ ତାକୁ ଆଜି ମୁଁ ଏଠିକି ଟିକେ କ୍ୟାମେରାଟା କେମିତି ସୁଟ୍ କରିବ ସେ ବିଷୟରେ ଟିକେ ଦେଖେଇବି, ତାକୁ ଜଣେଇବି। ଆଉ ଚ୍ୟାନେଲ୍ ନାଁ ହେଉଛି ମାନସ ମହାପାତ୍ର। ଆଉ ଆକୁ ଟିକେ ଭିଡ଼ିଓଟାକୁ ଯାଇକି ଟିକେ ସବସ୍କ୍ରାଇବ୍ ଆଉ ଲାଇକ୍ କରିବେ। ଚାଲନ୍ତୁ କେମିତି ଆମେ କ୍ୟାମେରାରେ ଧରିକି ସୁଟ୍ କରିବା ସେ ବିଷୟରେ ଆଲୋଚନା କରିବା। ଆପଣ ଭିଡ଼ିଓରେ ବନେଇ ରହନ୍ତୁ। ଆପଣଙ୍କର ଏଇଟା ମୋବାଇଲ। ପ୍ରଥମେ ଯଦି ବ୍ଲଗ୍ ଭିଡ଼ିଓ ଆପଣ କରୁଛନ୍ତି ତାହେଲେ ମୋବାଇଲଟା କ'ଣ କରିବେ, ମୋବାଇଲଟା ଏମିତି ଆପଣ ଦେଖନ୍ତୁ, ମୋ ହାତଟାକୁ ଏମିତି ଧରିବେ। ଏମିତି ଧରିଲେ କ୍ୟାମେରାଟା ରହିଲା ଉପରକୁ, ଠିକ୍ରେ ପଏଣ୍ଟ କରନ୍ତୁ। କ୍ୟାମେରାଟା ରହିଲା ଉପରକୁ, ହାତଟା ଏମିତି ରହିବ। ଆପଣ ବ୍ଲଗ୍ ଭିଡ଼ିଓ କରିବେ, ଆପଣଙ୍କୁ ପ୍ରଥମେ ଆପଣ ଅନ୍ କରିବେ। ଅନ୍ କରିକି ହ୍ୟାଲୋ ଏଭ୍ରିୱାନ୍, ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୋ ନାଁ ହେଉଛି ମୁନା ମହାପାତ୍ର। ଆପଣ ଦେଖୁଛନ୍ତି ଅନ୍ ପଏଣ୍ଟ ବ୍ଲଗ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଏତିକି କହିସାରିଲା ପରେ ଆପଣ କ'ଣ କରିବେ, ଯଦି ସାମ୍ନାକୁ କିଛି ଲୋକେସନ୍ ଦେଖେଇବାର ଅଛି ତାହେଲେ ଆପଣ ମୋବାଇଲଟାକୁ ଏଇ ଟାଇପ୍ର ବୁଲେଇବେ। ଏଇ ଟାଇପ୍ର ବୁଲେଇଲେ କ'ଣ ହେବ, ଆପଣ ଦେଖିଥିବେ ବହୁତ ଭିଡ଼ିଓ ସେମାନେ ନିଜେ ଭିଡ଼ିଓ ସୁଟ୍ କରିଥାନ୍ତି କିନ୍ତୁ ନିଜ ଭିଡ଼ିଓ ଦେଖେଇବା ପରେ ଲୋକେସନ୍ ବି ଦେଖେଇଥାନ୍ତି। ସେଇ ଫଙ୍କସନ୍ଟା ଏଇ ହାତରେ ହିଁ କରିହେବ, ଅଲଗା କିଛି ବାଟ ନାହିଁ। ଫାଷ୍ଟ ଏମିତି କରିବେ, ଦେଖନ୍ତୁ ମୋ ଚେହେରା ବର୍ତ୍ତମାନ ଆସିଲା, ମୋ ଫେସ୍ ଆସିଲା। ଆଉ ତା ସହିତ ଏମିତି ବୁଲେଇଲେ ଫ୍ରଣ୍ଟର ଲୋକେସନ୍ ଆସିଲା। ଏଇ ଟାଇପ୍ର ଆପଣ ଭିଡ଼ିଓ ସୁଟ୍ କରିକି ବ୍ଲଗ୍ ଭିଡ଼ିଓରେ ଅପଲୋଡ଼୍ କରିପାରିବେ। ତାପରେ ଆପଣଙ୍କ ପାଖରେ ଯଦି ଆଇଫୋନ୍ ଅଛି ବହୁତ ଭିଡ଼ିଓ କ୍ଲିୟରିଟି ହେବ। ଯଦି ଆପଣଙ୍କ ପାଖରେ ଭିଭୋ ଅଛି, ଓପୋ ଅଛି ଏବଂ ରିଅଲମି ଅଛି, ସେଥିରେ ମଧ୍ୟ ବହୁତ ବଢ଼ିଆ କ୍ୱାଲିଟି ଭିଡ଼ିଓ ହେଉଛି। ଆଉ ଆପଣ ପ୍ରାୟ ଯଦି ବ୍ଲଗ୍ ଭିଡ଼ିଓ କରୁଛନ୍ତି ତାହେଲେ 1080p ଆଉ 60 fpsରେ ସୁଟ୍ କରନ୍ତୁ, ବହୁତ ଭଲ ଭିଡ଼ିଓ ହେବ। ଆଉ ଯେଉଁ ମୋବାଇଲରେ 4K ଅପସନ୍ ଅଛି ତ 4Kରେ ବ୍ଲଗ୍ ଭିଡ଼ିଓ କଲେ ବହୁତ ଭଲ ଭିଡ଼ିଓ ହେବ। ତାପରେ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଆପଣଙ୍କ ପାଖରେ ଯଦି ଆପଣଙ୍କର ସେ ନଲେଜ୍ ଅଛି ଭିଡ଼ିଓ ଏଡ଼ିଟିଂ, ନିଶ୍ଚିତ ଏଡ଼ିଟିଂ ବଢ଼ିଆ ଭାବରେ ହେଇପାରିବ, କିଛି ଅସୁବିଧା ନାହିଁ। ତା ସହିତ ଥମ୍ବନେଲ୍କୁ ଟିକେ ଧ୍ୟାନ ଦିଅନ୍ତୁ। ଥମ୍ବନେଲ୍ ନିହାତି ଭଲ ହେବା ନିହାତି ଦରକାର, ସେଥିପାଇଁ ଥମ୍ବନେଲ୍କୁ ଟିକେ ଧ୍ୟାନ ଦେବା ନିହାତି ଦରକାର।
आजिर वीडियो रे यही सब आलोचना करिवार थिला केमिति मोबाइल रे ब्लॉग वीडियो केमिति करा जाए केमिति धरा जाए सेही टाइप रो इन्फॉर्मेशन दबार थिला आउ मोर जो सानो भाईटे आछि ताकू मध्ये टिके जणेवार थिला आउ वीडियो रे यदि प्रथम अछंती ताले लाइक शेयर सब्सक्राइब निश्चित करंतु आउ साइड रे थिबा बेल आइकन को दबाइ दियंतु आज पई एतिकी पुଣି देखा होते नेक्स्ट ब्लॉग रे सेति पर्यंत आपको धन्यवाद। जय हिंद जय भारत।